ଯୋଗ ଏପରି ଏକ ଅଭ୍ୟାସ ଯେଉଁଥିରେ କି ମନୁଷ୍ୟର ଇନ୍ଦ୍ରିୟକୁ ବି ମଧ୍ୟ ସମାନତା ରଖିବାରେ ସହାୟକ ହୋଇଥାଏ ଏବଂ ଯୋଗ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଏସବୁକୁ ସଞ୍ଚାଳିତ କରିବାରେ ଯୋଗ ସହାୟକ ହୋଇଥାଏ। ଯୋଗ ହେଉଛି ଏଇ ଭାରତ ବର୍ଷର ଏହି ଶିକ୍ଷା, ଏହି ସଂସ୍କୃତି, ଏହି କଳା ହେଉଛି ଯୋଗ କଳା ହେଉଛି ଗୋଟେ ମଣିଷକୁ ସୁନ୍ଦର ଶରୀର ଗଠନ ଏବଂ ସୁନ୍ଦର ସମାଜ ଗଠନ ଏବଂ ସୁନ୍ଦର ମସ୍ତିଷ୍କ ଗଠନରେ ସହାୟକ ହୋଇଥାଏ। ତେଣୁକରି ଏହି କୋଣାର୍କର ଅର୍କକ୍ଷେତ୍ର ଆଜି ଯୋଗ ଅଭ୍ୟାସ ଚାଲିଛି ଏବଂ ଏହି ଯୋଗ ଦିବସରେ ଉପମୁଖ୍ୟମନ୍ତ୍ରୀ ଦେଖିପାରୁଥିବେ ଆପଣ ସିଧାସଳଖ କ୍ୟାମେରା ପର୍ସନ ଗୋପାଳ ଦେଖାଉଛନ୍ତି। ଉପମୁଖ୍ୟମନ୍ତ୍ରୀ ଯୋଗ କରୁଛନ୍ତି, ଡକ୍ଟର MP ସମ୍ବିତ ପାତ୍ର ଅଛନ୍ତି, ପୁରୀ ଜିଲ୍ଲାପାଳ ଅଛନ୍ତି, ସମସ୍ତେ ଯୋଗ କରୁଛନ୍ତି ଏବଂ ବାର୍ତ୍ତା ଦେଉଛନ୍ତି। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବି ଅଛନ୍ତି, ବାର୍ତ୍ତା ଦେଉଛନ୍ତି ସମସ୍ତେ ଯୋଗ କରନ୍ତୁ ଏବଂ ନିରାମୟ ଜୀବନଯାପନ ସୁଖରେ କାଟନ୍ତୁ ଏବଂ ନିଜର ଶରୀର ସୁସ୍ଥ ରଖନ୍ତୁ। ମାନସିକ ଭାବରେ ଏହି ଯୋଗ ସମସ୍ତଙ୍କୁ ସହାୟକ ଏବଂ ସୁଦୃଢ଼ କରିବ, ମାନସିକ ସ୍ଥିତିକୁ ସୁଦୃଢ଼ କରିବ। ଯୋଗ ଅଭ୍ୟାସ କରୁଛନ୍ତି ତ ଏଭଳି ଭାବରେ ଅନେକ ଲୋକ ଅଛନ୍ତି ଏହି କୋଣାର୍କରେ ଅର୍କକ୍ଷେତ୍ରରେ ସମସ୍ତେ ଯୋଗ କରୁଛନ୍ତି ଏବଂ ଏ ଗୋଟେ ନିଆରା ଦୃଶ୍ୟ। ସକାଳୁ ସକାଳୁ ଯୋଗ ଅଭ୍ୟାସ ଚାଲିଛି। ସେ ଯୋଗ ଅଭ୍ୟାସରେ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ସମସ୍ତେ ଏକାଠି ଦଳମତ ନିର୍ବିଶେଷରେ ସମସ୍ତ ବିଭିନ୍ନ ବର୍ଗର ଲୋକ, ଅଧିକାରୀଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଠୁ ଆରମ୍ଭ କରି ସମସ୍ତେ ଆଜି ଯୋଗ ଅଭ୍ୟାସ କରୁଛନ୍ତି ଏବଂ କୋଣାର୍କର ଅର୍କକ୍ଷେତ୍ର ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ କୋଉଭଳି ଭାବରେ ସମସ୍ତେ ଯୋଗ କରୁଛନ୍ତି, ଅଭ୍ୟାସ କରୁଛନ୍ତି। ଯବାନମାନେ ବି ମଧ୍ୟ ଅଛନ୍ତି। ଅତି ସୁନ୍ଦର ପରିବେଶ ଭିତରେ ଏହି ଯୋଗ ଶିବିର ଚାଲିଛି ଏବଂ ସମସ୍ତେ ଯୋଗ କରୁଛନ୍ତି ଏବଂ ଏଠାରେ ସ୍ଥାୟୀଧର ମଲ୍ଲିକ ବି ମଧ୍ୟ ଯୋଗ କରୁଛନ୍ତି ଏବଂ ସମସ୍ତେ ଏଠି ମହିଳାମାନେ ବି ମଧ୍ୟ ଅଛନ୍ତି ଏବଂ ଅନ୍ୟପଟେ ସମସ୍ତେ ଆମେ ଏଠି ଜଣଙ୍କର ପ୍ରତିକ୍ରିୟା ନେବା କୋଉଭଳି ଭାବରେ ଯୋଗ କରୁଛନ୍ତି ଏବଂ କେମିତି ଯୋଗ କରୁଛନ୍ତି ଆଜି ମା ଆପଣଙ୍କୁ କେମିତି ଲାଗୁଛି? ଆଜ୍ଞା ଭାରି ଖୁସି ଲାଗୁଛି। ଆମେ ବି କରୁ, ଆମର ବ୍ରହ୍ମକୁମାରୀ ଆଶ୍ରମ ତରଫରୁ ମାଉଣ୍ଟ ଆବୁରେ କରୁ। ଆମ ଆଶ୍ରମ କାକଟପୁର, କୋଣାର୍କ, ପୁରୀ ଯୋଉଠିକି ଆମେ ଭଉଣୀମାନେ ଡାକନ୍ତି ଯାଇକି ସେଠି ଆମେ ଯୋଗ କରୁ। ଆଜି ଗୋଟେ ଯୋଗ ଦିବସ, ଆପଣ କଣ ଭାବୁଛନ୍ତି, କଣ ଆପଣଙ୍କର ବାର୍ତ୍ତା ରହିବ ଯେ ଯୋଉଭଳି ଭାବରେ ଲୋକମାନେ ରହୁଛନ୍ତି? ତ ଦେଖିପାରୁଥିବେ ଇଏ ହେଉଛନ୍ତି ଯୋଗ ଶିବିର ଚାଲିଛି, ଯୋଗ ସମସ୍ତେ ଅଭ୍ୟାସ କରୁଛନ୍ତି। ଇଏ ହେଉଛି ସେଇ ଦୃଶ୍ୟ, ଯୋଗ କରିବାର ଦୃଶ୍ୟ। ସମସ୍ତେ ୟା ଭିତରେ ବି ମଧ୍ୟ ଅନେକ ମାନେ ବ୍ୟକ୍ତି ବିଶେଷ ମାନେ ଅଛନ୍ତି ସେମାନେ ବି ମଧ୍ୟ ଏଇ ଯୋଗକୁ ଅଭ୍ୟାସ କରିବା ପାଇଁକା କରୁଛନ୍ତି, ଅଭ୍ୟାସ କରୁଛନ୍ତି। ଏଠି ଜଣେ ମାଙ୍କୁ ପଚାରେ, ମା ଆପଣ ଯୋଗ କରନ୍ତି ସଦାବେଳେ ନା ଆଜି ଆସିଛନ୍ତି ଘରେ କରନ୍ତି? ତ କେମିତି ଲାଗୁଛି ଯୋଗ କଲେ ଆପଣ କଣ ଅନୁଭବ କରନ୍ତି? ଭଲ ଲାଗେ। କଣ ଭଲ ଲାଗେ? ବଡି ଫିଟନେସ୍ ଲାଗେ, ଶରୀର ଫିଟନେସ୍ ରୁହେ ଏବଂ ସେଥିପାଇଁ ସମସ୍ତେ ଯୋଗ କରୁଛନ୍ତି। ତ ଆଉ ବି ମଧ୍ୟ ଆମେ ପ୍ରତିକ୍ରିୟା ନେବା ନିଶ୍ଚିତ ଭାବରେ। ଠିଆ ହେବା ସମୟରେ ଯୋଗ କରୁଥିଲେ ଏବଂ ବସିବା ସମୟରେ ବି ମଧ୍ୟ ଯୋଗ ଅଭ୍ୟାସ ଜାରି ରହିବ ଏବଂ ଆହୁରି ବି ମଧ୍ୟ ଅଛନ୍ତି। ଆମେ ଜଣେ ଯବାନଙ୍କୁ ପଚାରିବା ସେ କିଭଳି ଭାବରେ ଯୋଗ କରୁଛନ୍ତି ଏବଂ ତାଙ୍କୁ କେମିତିକା ଲାଗୁଛି। ତ कैसे महसूस कर रहे हैं? आज शुक्र दिवस है तो कैसे महसूस कर रहे हैं? बहुत अच्छा महसूस हो रहा है साहब। सुबह से कोणार्क मंदिर के सामने आप जो करने कल शाम से आसाम से कल शाम से थे। अच्छा, कल शाम से आप आए? जी सर। फिर ऐसे जो करता है आपकी कितने स्टाफ यहाँ पे काम करते हैं? आपकी सारी बटालियन में जो योग अभ्यास करते हैं रेगुलरली करते हैं ना आज करते हैं? सर रेगुलर करते हैं सर, वीक में हफ्ते में 1-2 दिन करते हैं। कैसे महसूस कर रहे हैं और क्या संदेश देना चाहते हैं? आज प्रशासन के साथ योगा करने से बहुत अच्छा फील हो रहा है। तो जवान माने भी मध्य अछंती आज प्रशासन संगे तांकर जो आयोजित होइछि योग करछन्ती सेमाने भी मध्य प्रतिदिन भी मध्य योग अभ्यास करन्ती एवं आज भी मध्य सकाल सकाल योग करी बहुत खुशी अनुभव करछन्ती एवं अनेक वृद्धा महिला माने भी मध्य अछंती एई योग अभ्यास करिया पेगा योग कार्यक्रम रे योगदान करछन्ती। मां आज आपण केमति लागुछि? आपनकु कौन बई भल लगुच? जोग कर आपण घरे करती अन्य दिन मानक
ବେଶୀ ସମୟ କରୁନି ଦେଖନ୍ତୁ ମାନେ ବয়োଜ୍ୟେଷ୍ଠ ମହିଳା ହେଲେ ବି ମଧ୍ୟ ବୃଦ୍ଧା ହେଲେ ବି ମଧ୍ୟ ସେମାନେ ଅଳ୍ପ କିଛି କିଛି ଯୋଗ କରୁଥିବା ବି ମଧ୍ୟ ପ୍ରତିକ୍ରିୟାରେ ରଖୁଛନ୍ତି। ଇଏ ହେଉଛି ସେଇ ଯୋଗ ଶିବିର ଯୋଉ ଯୋଗ ଶିବିରରେ ହିଁ ସମସ୍ତେ ଅତି ସୁନ୍ଦର ଭାବରେ ଯୋଗ କରୁଛନ୍ତି ଏବଂ ସେମାନଙ୍କର ମାନସିକ ସ୍ଥିତି ସନ୍ତୁଳନ ରଖିବା ପାଇଁ ଯୋଗ ନିହାତି ଅପରିହାର୍ଯ୍ୟ। ତ ସେଥିପାଇଁ ଏଇ ଯୋଗ ଦିବସରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସରେ ସମସ୍ତେ ସାମିଲ ହେଇଛନ୍ତି ଏବଂ ଯେଉଁ ଅନୁସାରେ ଯୋଗର ପ୍ରଣାଳୀ ମାନେ ଯୋଉଭଳି ଭାବରେ ମାଇକରେ ଆନାଉନ୍ସମେଣ୍ଟ ହଉଛି ସେହି ଅନୁସାରେ ଲୋକମାନଙ୍କୁ ଯୋଗ କରିବା ପାଇଁକା ପଡୁଛି ଏବଂ ସମସ୍ତେ ଯୋଗ କରିବା ପାଇଁକା ବସୁଛନ୍ତି ଏବଂ ସମସ୍ତେ ମଧ୍ୟ ଯୋଗ କରୁଛନ୍ତି। ଅତିଥିଙ୍କ ଠାରୁ ଆରମ୍ଭ କରି ସାଧାରଣ ବର୍ଗର ସମସ୍ତ ଲୋକ ସରକାରୀ କର୍ମଚାରୀ ହୁଅନ୍ତୁ ଅଧିକାରୀ ହୁଅନ୍ତୁ ସମସ୍ତେ ଯୋଗ କରୁଛନ୍ତି। ଏହି ଯୋଗ ଅଭ୍ୟାସ ଚାଲିଛି ଏବଂ ଇଏ ହେଉଛି ଅର୍କକ୍ଷେତ୍ର କୋଣାର୍କର ଦୃଶ୍ୟ। ଦେଖିପାରୁଥିବେ ସିଧାସଳଖ ଭାବରେ ଇଏ ହେଉଛି ସେଇ ଦୃଶ୍ୟ ଯୋଉଠିକି ସମସ୍ତେ ଯୋଗକୁ ମାଧ୍ୟମ କରି ଆଗକୁ ଲୋକ କିଭଳି ଭାବରେ ବଢ଼ିବ, ମାନସିକ ସ୍ଥିତି ସନ୍ତୁଳନ ରହିବ, ଶରୀର ସୁସ୍ଥ ରହିବ, ସମାଜକୁ ସୁସ୍ଥ ବାର୍ତ୍ତା ଏବଂ ସମାଜକୁ ଉତ୍ତମ ବାର୍ତ୍ତା ଦେବାରେ ଯୋଗ ବି ମଧ୍ୟ ସହାୟକ ହୋଇଥାଏ। ଏହି ଯୋଗ ହେଉଛି ଭାରତୀୟ ସଂସ୍କୃତି ଏବଂ ମୁନି ଋଷିମାନଙ୍କର ତପସ୍ୟା, ମୁନି ଋଷିମାନଙ୍କର ଯୋଗ, ମୁନି ଋଷିମାନଙ୍କର ଯୋଉ ଯୋଗ ଅଭ୍ୟାସ ଏହା ସାରା ଆଜି ବିଶ୍ୱରେ ପ୍ରତିପାଦିତ ହୋଇଛି ଏବଂ ମାନନୀୟ ଯୋଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 177ଟି ଦେଶକୁ ଆଜି ଏକକାଳୀନ ଭାବରେ ଏହି ଆନ୍ତର୍ଜାତୀୟ ଯୋଗ ଦିବସ 177ଟି ଦେଶରେ ଆଜି ପାଳିତ ହେଉଛି। 10ମ ସଂସ୍କରଣର ଦିବସ ଏହି ଯୋଗ ଦିବସ।